শক্তি আর শক্তি যোগে তো শিব পরাস্ত সত্যি বলে বলিয়ার নারায়ণ চিন্তা করলে ইয়ে কেমিতি পরাস্ত হব কলে বৃন্দাবতী শক্তি তোল হিলে বিনাশন কেবে জল ধর দত্য নহিব নিধন নহিব নিধন নিধন নহিব নিধন নহিব নিধন নিধন নহিব নিধন পুরাণ আজ্ঞା ନୃସିଂହ ପୁରାଣ ମହାମାନେ ପୀତାମ୍ବର ଦାସଙ୍କ ଲେଖା ହେଲା ସେ ଭାବରେ ଅଛନ୍ତି ବାପା ଗଲା ତେଣୁ ନାରାୟଣ ନିଜେ ଜଳନ୍ଧର ରୂପ ନେଇକି ବାପା ଯେତେବେଳେ ଗଲେ ବୃନ୍ଦା ନିକଟକୁ ଗଲେ ସତୀ ବୃନ୍ଦାକୁ ଡାକିଲେ ବୃନ୍ଦା ଦେଖିଲା ସ୍ୱାମୀ ରତି ମାଗିଲେ ବୃନ୍ଦା କହିଲା ଏଟା ସମୟ ନୁହଁ ଏଇଟା ଅସମୟ ଅସମୟରେ ରତି ମାଗୁଛ ଏଇଟା ବୃନ୍ଦା କହିଲା ସ୍ୱାମୀ ଏଇଟା ଦିବସ ନା ଇଏ ଦିବସରେ ରତି ଗଲେ କଣ ହବ ଜାଣିଛ କ୍ଷତି ହବ ଭଗବାନ କୃଷ୍ଣଙ୍କୁ ଦିନେ ବୃଷଭାନୁ ନନ୍ଦିନୀ ରାଧା ବୁଝେଇଲେ ରାଧା କହିଲେ ପାହିଲା ରଜନୀ ଶ୍ୟାମ 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 ଛାଡ଼ ମୋ ପଣନ୍ତ ଗାନି ଛାଡ଼ ମୋ ପଣନ୍ତ ଗାନି ପାହିଲା ରଜନୀ ଶ୍ୟାମ ଛାଡ଼ ମୋ ପଣନ୍ତ ଗାନି ଛାଡ଼ ପଣନ୍ତ ଗାନି ପାହିଲା ରଜନୀ ଶ୍ୟାମ ଛାଡ଼ ମୋ ପଣନ୍ତ ଗାନି ଛାଡ଼ ପଣନ୍ତ ଗାନି ପାହିଲା ରଜନୀ ଶ୍ୟାମ ଦିବସରେ ହେ ପ୍ରୀତି କଲେ ଦିବସରେ ପ୍ରୀତି କଲେ ପୁରୁଷରେ ହୁଏ ହାନି ପୁରୁଷର ହୁଏ ହାନି ପାହିଲା ରଜନୀ ଶ୍ୟାମ ତାର ପଣନ୍ତ ଗାନି ଛାଡ଼ ପଣନ୍ତ ଗାନି ପାହିଲା ରଜନୀ ଶ୍ୟାମ ଦିନେ ମୟୂର ମୟୂରୀ ଏ ଦିବସରେ ପ୍ରୀତି କରି ଦିନେ ମୟୂର ମୟୂରୀ ଦିବସରେ ବୃଦ୍ଧି କରି ଏ ଦୁର୍ଗା ଦେଲେ ଅଭିଶାପ ପ୍ରୀତିରେ ଘଟିଲା ପାହିଲା ରଜନୀ ଶ୍ୟାମ ପାହିଲା ରଜନୀ ଶ୍ୟାମ କଣ କହିଲେ ଦିବସରେ ସ୍ୱାମୀ ପ୍ରୀତି କଲେ ପୁରୁଷର ହୁଏ ହାନି ଦିନେ ମୟୂର ମୟୂରୀ ଦିବସରେ ପ୍ରୀତି କରି ଦୁର୍ଗା ଦେଲେ ଅଭିଶାପ ପ୍ରୀତିରେ ଘଟିଲା ହାନି ଏମିତି କେତେ ଦିନର କଥା ଛାଡ଼ କହିଲେ ତେମେ ମତେ ଘରେ କଣ ପ୍ରୀତି ମାଗୁଛ କହିଲେ ମୁଁ ତମ ସ୍ୱାମୀ ତେମେ ଦେବା ପାଇଁ ବାଧ୍ୟ ବୃନ୍ଦା କହିଲା ସ୍ୱାମୀ କଥା ଶିର ଧାର୍ଯ୍ୟ କରିବା କର୍ତ୍ତବ୍ୟ ସତୀ ନାରୀ ନା ଯେତେବେଳେ ରତି ଦାନ ଗଲା ବୃନ୍ଦା ନାରାୟଣ ରତି କଲେ ବୃନ୍ଦା ଚମକିଲା କହିଲା ଇଏ ତମ ସ୍ୱାମୀ ନୁହଁ ହେଲା ହେଲା କେମିତି ଜାଣିଲା ବଶିଷ୍ଠଙ୍କର ପୁଅ ଶକ୍ତି ବାବାଜୀ ବହି ଶକ୍ତି କଳ୍ପ ଅନ୍ଡେ ଅନ୍ଡେ ରତି ଭିନ୍ନ ଖଣ୍ଡେ ଖଣ୍ଡେଷ୍ଟ ମେର୍ଦିନୀ ତୁଣ୍ଡେ ତୁଣ୍ଡେ ସରସ୍ୱତୀ ମୁଣ୍ଡେ ମୁଣ୍ଡେ ମନୀଶ୍ୱରା আরে যা নারী যা স্বামীর রতি জানি শক্তি বাবাজি কহিলে অন্ডে অন্ডে রতি ভিন্ন খন্ডে খন্ডে মেদিনী মেদিনী আজ্ঞা কোটি দেখুনা জল কোটি বনস্থ কোটি গড়ি পথর কোটি খালি কাদুଅ কোটি পর্বত
হ্যাঁ খন্ডে খন্ডে মেদিনী তুণ্ডে তুণ্ডে ସରସ୍ୱତୀ ହେ ସମସ୍ତଙ୍କ ତୁଣ୍ଡରେ ସରସ୍ୱତୀ ବିଦ୍ୟମାନ କରିବେନି ନା ନା ତୁଣ୍ଡ ନେଇକି ହେଲା ମୁଣ୍ଡେ ମୁଣ୍ଡେ ମନୀଷାଣା ଏ ଆମେ ମନୁଷ୍ୟ କିଏ ମନା କରୁଛେ ମନୁଷ୍ୟ ନୁହେଁ କି ହଁ। ପରାଶର ଋଷି ପରାଶର ସଂହିତାରେ କହିଲେ ଏ ବୈବସୁତ ମନୁରୁ ନାମ ମାନନୀୟ ମନୁଷୀ ନାହା ହେ ହେ 5 ମନୁ ପରେ 6 ମନୁ ହେଲେ ବୈବସୁତ ମନୁର ଅଂଶରୁ ଆମେ ଜାତା ମନା ମନୁଷ୍ୟ ମନୁଷ୍ୟ ହେଲେ କଣ ମଣିଷ ପଣିଆଟା ଗାଠି ଅଛି ପଣିଆଟା କ'ଣ ନା ମୁଣ୍ଡେ ମୁଣ୍ଡେ ମନୀଷାଣା ମୁଣ୍ଡ ନେଇକି ମଣିଷତା ଆସିବ ହେ ହେ ସେଦିନ ସତୀ ନାରୀ ବୃନ୍ଦା କହିଲା କିଏ ଇଏ ତମେ କିଏ ତୁ ତ ମୋ ସ୍ୱାମୀ ନୁହଁ ଆଉ ରୂପ ନବୁ ନା ଅଭିଶାପ ଦେବି ଏ ନାରାୟଣ କହିଲେ ଥରିଲି ହଁ ହଁ କହିଲେ ସତୀ ନାରୀଟା ଯାହା କହିବ ତାହା ହବ ହେଇଯିବ ଫଳିବ ହେଇ ରହ ଆପଣଙ୍କର ପ୍ରାକୃତିକ କବି ରଙ୍ଗାଯିବ ଗଙ୍ଗାଧର ମେହେର ହେ ବହି ହଉଛି ବାପା ମାନେ କିଚକ ବଧ ଆଚ୍ଛା କଣ କହିଲେ କହିଲେ ସାମାନ୍ୟ ନୁହେଁ ପତି ସାମାନ୍ୟ ନୁହେଁ ପତି ହେ ପ୍ରତାମହୀନା ସାମାନ୍ୟ ନୁହେଁ ବତି ସାମାନ୍ୟ ନୁହେଁ ବତି ପ୍ରତାମହୀନା ଆୟା ରଖିନ ପାରେ ସେ ଯେ ରଖିନ ବାରେ ସେ ଯେ କାରଗାରୀ ମାହେ କାରଗାରେ ରଖିନ ବାରେ ରଖିନ ବାରେ ସେ ଯେ କାରଗାରେ କାରଗାରେ ଗଙ୍ଗାଧର ମେହେର ଆଜ୍ଞା ବହି କିଚକ ବଧ ହେଲା ସାମାନ୍ୟ ନୁହେଁ ପତିବ୍ରତା ମହିମା ଗୋଟେ ନାରୀ ସତୀ ନାରୀ ଏ ମହିମାଟା କମ ନୁହେଁ ସେ କାହା ଗାରିମା ରଖିବନି ନା ନାରାୟଣ ବିଚାର করে ସତୀଟା ଯାହା କହି ସେ ଏ ସେତେବେଳେ ବୃନ୍ଦା କହିଲା ରୂପ ନବ ଅଭିଶାପ ଦେବି। ଏ ନାରାୟଣ ରୂପ ନେଲେ ନେଲେ କେମିତି ଆଜ୍ଞା ରୂପଟା ଉତ୍କଳର ଦ୍ୱିତୀୟ ବୈଷ୍ଣବ୍ୟ କବି ଏ ଆପଣ ମାନଙ୍କର ଦିନ କୃଷ୍ଣ ଦାସ ହଁ ବହି ହଉଛି ରସକଲ୍ଲୋଳରୁ ଗୋଟେ ଛାନ୍ଦ ପ୍ରଦାନ କ'ଣ ହଉ କଣ କହିଲେ କ'ଣ କହିଲେ କୋଟିଆ ଶରଦ ये जिणी चंद्रमुख है जिणी चंद्रमुख ହଁ श्रीमुख भीना बघन कोटि कोटि पित्त हेले बसन विराजे कोणाह कमली जे सहरा कंठ जे सहरे अरे मुकुता मारो बीलो पंक्ति अरे मुकुता मारो बीलो कोणा भी कोणा पोह कोणा पे मुकुता इंद्रधनु समति शांति अरे मुकुता मारो भगवानଙ୍କର କୋଟି କୈବଲ୍ୟ କାନ୍ତି ଯେତେବେଳେ ଆବିର୍ଭାବ ये बर्तन जो प्लॉट आपण करछन्ते बुधनावती नर एटा कलियुग प्लॉट ना सत्ययुग ना केते सत्ययुग रे आउ को सत्य नारी नांदी जेई अछन्ती ती की अछन्ती कहले आपण को खाली बुंदा अति को सत्य नारी आउ अछन्ती ଆମେ କଥାଟା ଶୁଣନ୍ତୁ ଆମେ କଥାଟା ନେଇକି ପଥରଟା କେମିତି ଭାସିବା हां ପଥର ଭାସିବାଟା ଆମକୁ ଯୋଉଠି ଦରକାର ଆମେ ସେଗୁଟା କହିବୁ ଆଜ୍ଞା ଠିକ ନା ଭୁଲ? ହଁ
ଆଉ ଏ ସତୀ କଳି ଅନୁସାରେ ଯୁଗରେ ଆଜ୍ଞା କଣ କେହି ସତୀ ନାହାନ୍ତି ଅଛନ୍ତି ତ ଆଉ ଯାହା ପ୍ଲଟକୁ ନେଇକି ଯିଏ ଯାହା ପ୍ଲଟକୁ ନେଇକି ଯୋଉଠି ଯିବ ସତୀ ଅନୁସାୟା ଆଜ୍ଞା ସତୀ ନର୍ମଦା ଅଛନ୍ତି କେତେ ସତୀ ଅଛନ୍ତି କେତେ ସତୀ ଅଛନ୍ତି ଯୋଉଠି ଆଜ୍ଞା ଯୋଉଟା ଦରକାର ଆମକୁ ସମୟ ଅଛି ସବୁ ଜାଗା ଆଣିବାକୁ ସତୀ ଆଜ୍ଞା ଏଇଟା ପଡିଛି ପଥର ବାସିଆଟା ତେଣୁ ଆଜ୍ଞା ଆଜ୍ଞା କଣ କହିଲେ ହଉ ହଉ ଆଜ୍ଞା ଆଜ୍ଞା ପଥର ଭାସିଆ ଯେତେବେଳେ ନାରାୟଣ ଆବିର୍ଭାବ ହେଲେ ସତୀ ବୃନ୍ଦା କଲା ପ୍ରଭୁ ତୁ ନିଜେ ଏ କାର୍ଯ୍ୟ କାହିଁ ଏମିତି କାର୍ଯ୍ୟ କଲୁ ପ୍ରଭୁ ଗୋଟେ ସତୀ ନାରୀର ମହତ୍ଵ ନେଇଗଲୁ ମୋ ସତୀତ୍ଵ ନଷ୍ଟ କରିବାରେ ତୋର କଣ ମଙ୍ଗଳ ହେଲା ନା ସୃଷ୍ଟିର କଣ ମଙ୍ଗଳ ହେଲା ନାରାୟଣ ଡାକି କର ଯୁଗ୍ମ କଲେ ହେ ସତୀ ନାରୀ ବାସ୍ତବରେ ନାରାୟଣ ଆଜ୍ଞା କେତେ ଜଣଙ୍କୁ ନମସ୍କାର କରନ୍ତୁ ହେଲା ହଁ କଣ କହିଲେ ଆଜ୍ଞା କଣ କହିଲେ ବ୍ୟାସ 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 କଣ କହିଲେ ବାପା କଣ କହିଲେ କହିଲେ ମିଷ୍ଟାନ୍ନ ଭୋଗୀ ସମାଜସ୍ୟ ଭତ୍ରୀ ବେଦ ବେଦ ଶ୍ରୀ ଶସ୍ତ୍ର ଚନ୍ଦ୍ରଦର୍ଶୀ ମାସ ଉପବାସୀ ପତିବ୍ରତାଞ୍ଚ ଷଢ଼ ଜୀବ ଲୋକ ମମ ପୂଜନୀୟ ଜଣଙ୍କୁ ଭଗବାନ ନମସ୍କାର କରନ୍ତି ତାଙ୍କୁ ଛଜ ଯାଇକି ବଡ ହଁ ମିଷ୍ଟାନ୍ନ ଭୋଗୀ ଯିଏ ମିଠା ଖାଇବ ତାକୁ ଭଗବାନ ନମସ୍କାର କରିବେ ନାଇଁ ନାଇଁ ତା ଆଉ? ନୁହଁ ମିଷ୍ଟାନ୍ନ କହିଲେ ହେଲା ବାପା ସବୁଠୁ ମିଠା ହଉଛି ଅମୃତ ଅମୃତ ଆମକୁ ଦେଖିଛେ ନା ଖାଇଛେ ନା ନା ହଁ ହଁ ବାପା ଅମୃତ ହଉଛି କଣ ଜଗନ୍ନାଥ ଦାସ କହିଲେ କଣ କହିଲେ? ଅମୃତ ବିନ ହୟ ବଚନ କହି ତ ଶିବ ପ୍ରାଣୀ ମନ କହି ତ ଶିବ ପ୍ରାଣୀ ମନ କହି ତ ଶିବ ପ୍ରାଣୀ ମନ କଥାରେ କହନ୍ତି ଭାଇ ଏତେ ମିଠା ଲାଗିଲା ଅମୃତ ଭଳିଆ ସେ ଲୋକଟା କଥା କହିଦିଆଲା ବେ ଆମେ କିଏ ଦେଖିଛେ ଆଜ୍ଞା ଦେଖିଛେ ଅମୃତ କିଏ ଦେଖିଲେ ଆଚ୍ଛା ସେ ଅମୃତ ହଉଛି ବଚନ ବେ ଭଗବାନ କହିଲେ ଯିଏ ସମସ୍ତଙ୍କୁ ଅମୃତ ଭଳିଆ କଥା କହି ଜନମାନଙ୍କର ମନକୁ ସନ୍ତୋଷ କରେ ସିଏ ମୋଠୁ ବଡ ମୁଁ ତାକୁ ନମସ୍କାର କରେ ବେ ମିଷ୍ଟାନ୍ନ ଭୋଗୀ ସମଦସ୍ୟ ହୋତ୍ରୀ ସମଦରସି ଯେଉଁ ନର ତାପା ଦେ ମୋର ନମସ୍କାର ବାବା ଦେ ମୋର ନମସ୍କାର ବାବା ଦେ ମୋର ନମସ୍କାର ମିଷ୍ଟାନ୍ନ ଭୋଗୀ ସମଦସ୍ୟ ହୋତ୍ରୀ ବେଦ ବେଦ ଶ୍ରୀ ବେଦ ବେଦ ଶ୍ରୀ ହେଲା ବେଦ କହିଲେ ବେଦର ଅନ୍ୟ ନାମ ହଉଛି ଶ୍ରୁତି ହେ ବେଦ କହିଲେ ବେଦ ଭଗବାନଙ୍କର କଥା ବାଃ। ଯିଏ ଶ୍ରୁତିରେ ହଁ ଭଗବାନଙ୍କର କଥାକୁ ଶ୍ରବଣ କରି ବେ ସିଏ ମୋଠୁ ବଡ ମୁଁ ତାକୁ ନମସ୍କାର କରେ ଘରେ ବେଦ ବେଦ ଶ୍ରୀ ଶସ୍ତ୍ର ଚନ୍ଦ୍ରଦର୍ଶୀ କଳି ଯୁଗରେ ଯୋଉ ମାନବ ହଜାରେ ଚନ୍ଦ୍ର ଦର୍ଶନ କରିବ ହେ ସିଏ ମୋଠୁ ବଡ ମୁଁ ତାକୁ ନମସ୍କାର କରେ ଘରେ ଆଜ୍ଞା ଆଜ୍ଞା ହଜାରେ ଚନ୍ଦ୍ର କିଏ ଦର୍ଶନ କରିବ କେଉଁମାନେ ଦର୍ଶନ କରନ୍ତି କଳି ଯୁଗରେ ଯିଏ 83 ବର୍ଷ 4 ମାସ ବଞ୍ଚେ ହେ ଭଗବାନଙ୍କୁ ବି ସିଏ ବଡ ହଁ 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 ହଜାରେ ଚନ୍ଦ୍ର ସିଏ ଦର୍ଶନ କରେ। ଘରେ ଗଲା ମାସ ଉପବାସୀ ପତିବ୍ରତାଞ୍ଚ ଗୋଟେ ମାସରେ ଯିଏ ଏ ବର୍ଷ ଯାକିରେ ଯିଏ ଗୋଟେ ମାସ ଉପବାସରେ ଭଗବାନ କଲେ ମୋଠୁ ବଡ ବେ 12 ମାସରେ ଭାଇନା ତମେ ତ ଜାଣିଛ 24 ଏକାଦଶୀ ହେଲା 24 ଏକାଦଶୀ ଷଢ଼ ଜୟନ୍ତୀ ହଁ ଷଢ଼ 6ଟା ଜନ୍ମ ଜୟନ୍ତୀ ନାଇଁ କି ଷଢ଼ ଜନ୍ମ ଜୟନ୍ତୀ କିଏ କହିଲେ ନୃସିଂହ ଜନ୍ମ ରାମ ଜନ୍ମ କୃଷ୍ଣ ଜନ୍ମ ରାଧାଷ୍ଟମୀ ମୋ ବାବାଙ୍କର ଯୋଉ ଆଜି କୀର୍ତ୍ତନ କରୁଛନ୍ତି 94 ବର୍ଷ ବର୍ତ୍ତମାନ ବଞ୍ଚିଛନ୍ତି ବଡଟି କେତେ 94 ମାନେ କୀର୍ତ୍ତି ବଞ୍ଚିଗଲି ଆଜ୍ଞା ଏ ପରା 83 ବର୍ଷ 4 ମାସ ଯିଏ ବଞ୍ଚିଯାଏ ସିଏ ବଡ ଆଉ ସେ ତ କେତେ ବଞ୍ଚିଲେଣି ସେ ତାଙ୍କଠୁ ପୁଣି ଉର୍ଦ୍ଧ୍ୱ ହେଲା ଆଜ୍ଞା ଗଲା ଷଢ଼ ଜୟନ୍ତୀ ଏଇ ଗୋଟା ଦିନ ମାନଙ୍କରେ ଯୋଉ ଉପବାସ ରହେ ହେ ଭଗବାନ କହିଲେ ସିଏ ମୋଠୁ ବଡ ମୁଁ ତାକୁ ନମସ୍କାର କରେ ଘରେ ପତିବ୍ରତାଞ୍ଚ ଷଢ଼ ଜୀବ ଲୋକ ମମ ପୂଜନୀୟ ହଁ ସଂସାର ଯେ ପତିବ୍ରତା ସତୀ ନାରୀ ମା ଏ ମା ହେଲା ସେ ହଉଛି ବଡ ବଡ ଭଗବାନ ଭଗବାନ କହିଲେ ମୁଁ ତାକୁ ନମସ୍କାର କରେ ଘରେ କଣ ଭାଇ ନା ଶୁନ ଟିକେ ଖାଲି ଏପଟେ ସେପଟେ ହଉଛ ନାଇଁ ହଉ ହଉ ଆଜ୍ଞା ପତିବ୍ରତାଞ୍ଚ ଷଢ଼ ଜୀବ ଲୋକ ମମ ପୂଜନୀୟ ହଁ ତେଣୁ ପୁଅ ହେ ପତି ସତୀ ନାରୀ ପତିବ୍ରତା ରମଣୀ ବୋଲି ଭଗବାନ କର ଯୋଡ଼ିଲେ ବୃନ୍ଦା ଇଏ ସୃଷ୍ଟିର ମଙ୍ଗଳ ପାଇଁ ତମ ସତୀତ୍ୱ ମୁଁ ନେଇଛି ତମ ସ୍ୱାମୀ ଶିବଙ୍କୁ ପରାସ୍ତ କଲେ ହେ ମୃତ୍ୟୁଞ୍ଜୟ ଶିବ ଯଦି ତମ ସ୍ୱାମୀ କରରେ ମରି ଯାଇଥାନ୍ତେ ହଁ ସୃଷ୍ଟି ବିଧ୍ୱଂସ ହେଇଯିବ ହେ ତମ ସ୍ୱାମୀ ସେଇଥିପାଇଁ ସ୍ୱାମୀ ମରିବା ପାଇଁ ମୁଁ ଏ କାର୍ଯ୍ୟ କରିଛି ହେଲା କହିଲେ ମୁଁ ସ୍ୱାମୀ କି ମାଇଲି ହଁ
ମୋ ସତୀ ତ ନଲୁ ମୁଁ ଯାହା କହିବି ଯଦି ମୋ କଥା ନ ରକ୍ଷା କରିବ ଭସ୍ମୀଭୂତ କରିଦେବି ମୁଁ ତ ଶରୀରଟା ଭସ୍ମୀଭୂତ କରି ନା ଯାହା କହିବ ରକ୍ଷା କରିବି ମାନିବି ମାନିବି ନା ମୋତେ ତ ମୁଣ୍ଡରେ ବୋହିବୁ ନାରାୟଣ କହିଲେ ଅସ୍ତୁ ଠିକ କହିଲେ ମୋ ସ୍ୱାମୀ ବଜ୍ରଗୀଟ ରୂପରେ ତୋତେ କାଟିବ ତୁ ଶାଳଗ୍ରାମ ଶିଳାକୁ ସବୁ ଦେଖି ନାରାୟଣ କହିଲେ ଅସ୍ତୁ ସେଇଆ ହେଲାନି ହେଲା ଆଚ୍ଛା ବାପା ଭାଇନା ଆମର କାର୍ତ୍ତିକ ମାସରେ ମା ମାନେ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି କାର୍ତ୍ତିକ ମହାତ୍ମା ପୁରାଣ ବ୍ରାହ୍ମଣ ମାନେ ଆପଣ ମାନେ ଯାଇକି ମା ମାନଙ୍କୁ ଶୁଣାନ୍ତି ହେଲା କାର୍ତ୍ତିକ ମହାତ୍ମା ପୁରାଣ ରଚନା କରି ଲେଖକ ହେଲେ କିଏ ମହାଦେବ ଦାସ ମହାଦେବ ଦାସ କାର୍ତ୍ତିକ ମହାତ୍ମା ପୁରାଣ ଗୋଟେ ବଦାଣୁଛି କହିଲେ ଏ ଦେହ ଅଛି ଯେଉଁ ରୂପ ସତୀ ନିର୍ଘାତେ ଯେଉଁ ପାପ ସତୀ ନିର୍ଘାତେ ଯେଉଁ ପାପ ସତୀ ନିର୍ଘାତେ ଯେଉଁ ପାପ ଏ ଦେହ ଅଛି ଯେଉଁ ରୂପ ସତୀ ନିର୍ଘାତେ ଯେଉଁ ପାପ ସତୀ ନିର୍ଘାତେ ଯେଉଁ ପାପ ସତୀ ନିର୍ଘାତେ ଯେଉଁ ପାପ ମୋ ଦେହ ବଜ୍ର କୀଟ ରୂପେ କାଟୁର ଥିବ ଯାଇ ଗୋପେ କାଟୁଣ ଥିବ ଯାଇ ଗୋବେ କାଟୁଣ ଥିବ ଯାଇ ଗୋବେ ସହସ୍ର ସପର୍ଶର ଶିଳା ଗଣ୍ଡୁକି ଜଳେ ହେବ ଭେଳା ଗଣ୍ଡୁକି ଜଳେ ସେଟାକି କେତେ କଥା ଲେଖା ଅଛି ମୁଁ ଛାଡ଼ିକି ଯାଉନି ଏ କାର୍ତ୍ତିକ ମହାତ୍ମା ପୁରାଣ ମହାଦେବ ଦାସଙ୍କ ରଚନା ଚାରିପଦ କହିଦେଲି ହେଲା ଆଜ୍ଞା 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 ସେଇଆ ହେଲା ହେଲା ଆଚ୍ଛା ପଥର ଭାସିଲା ନା ଭାସିଲାନି ଆସିଲା ତାହେଲେ ପଥର କଣ ବୁଡ଼ିବ ଆଉ ତ୍ରେତୟା ଯୁଗରେ ପଥର ଭାସିନି କୋଉଠି ଆସିଲା କହିଲେ ବିଶ୍ୱକର୍ମା ପୁତ୍ର ନଳ ଲେଖେ ରାମ ନାମ ଆଜ୍ଞା ସେତୁ ବନ୍ଧ ନିର୍ମାଣିଲେ ସିନ୍ଧୁରେ ଶ୍ରୀରାମ ଗାୟକ ମାନେ ସେତୁ ବନ୍ଧ ପ୍ରତିଷ୍ଠା କାହୁଁକି ଆପଣଙ୍କ ଗାଁରେ ତ ପାଲାର ଖଣି ହେଲା ନଳ ନୀଳ କର ଛୁଆଇକି ଆଜ୍ଞା